ପିଲାମାନେ ଫାଇନାଲି ତମମାନଙ୍କର ଟୋଟାଲ ପରୀକ୍ଷା ଶେଷ ହେଇଗଲା। ଖୁସି ଲାଗୁଛି ନା ଖୁସି ଲାଗୁନି ରେ ପିଲାମାନେ? ଖୁସି ଲାଗୁଛି ନା? ନା ଟିକେ ଟିକେ ମନ ଦୁଃଖ ଅଛି ପିଲାମାନେ କହିଲ? କୋଉ ପିଲାମାନେ? ଖୁସି ଲାଗୁଛି ନା ଟିକେ ଟିକେ ମନ ଦୁଃଖ ଅଛି? ସିରିୟସଲି ଗୋଟେ ଅନଏକ୍ସପେକ୍ଟେଡ ଘଟଣା ଘଟିଗଲା ଜାଣିଛ ନା ନାଇଁ? କଣ ଘଟିଲା ରେ? ମାନେ ଗୋଟେ ଲଙ୍ଗ କୋଶ୍ଚିନ୍ ତମ ମ୍ୟାଥମେଟିକ୍ସ ରେ ଯୋଉଟା କି ମୁଁ ଦେଇଥିବି ତାକୁ ନ ପଠେଇ ମତେ କହିବନି। ଯୋଉ ପିଡିଏଫ ତମମାନଙ୍କୁ ମୁଁ ଦେଇଛି ନା, ଯାହା ଯାହା ପାଖକୁ ପିଡିଏଫ ପାଇଛ ତମାନେ ସମସ୍ତଙ୍କୁ ମୁଁ କଣ କରିଛି ପିଲାମାନେ ପିଡିଏଫ ଦେଇଛି। ହ୍ୱାଟ୍ସଆପରେ ସମସ୍ତଙ୍କୁ କଣ କରିଛି ପିଲାମାନେ ପିଡିଏଫ ପଠେଇଛି। ଯେତେକ ବି ପିଲାମାନେ ତମେ ସବୁ କଣ ପାଇଛ ପିଡିଏଫ ପାଇଛ। ଆଉ ସେଥିରେ ମୁଁ ଯୋଉ କୋଶ୍ଚିନ୍ କଣ କରିଥିଲି ମେନସନ କରିଥିଲି ତାକୁ ସାର୍ କହିପାରିବନି ସାର୍ ଏଇ କୋଶ୍ଚିନ୍ ଆପଣ କହିନଥିଲେ ଏଇଟା ପଡିଗଲା। କହିପାରିବ? କହିପାରିବ? ପିଲାମାନେ ଓଡ଼ିଶା ହାଇସ୍କୁଲ ସରିକ୍ରିଏସନ ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନେ ସମସ୍ତଙ୍କୁ ପୁଣି ସ୍ୱାଗତ। ତ ଫାଇନାଲ ତମର କଣ ହେଇଗଲା? ବୋର୍ଡ ପରୀକ୍ଷା ଶେଷ ହେଇଗଲା। ବୋର୍ଡ ପରୀକ୍ଷା ଶେଷ ହେଇଗଲା। ବହୁତ ଉତ୍ସାହିତ ପିଲାମାନେ ସବୁ ଅଛ। କିନ୍ତୁ ଏଇ ଗୋଟେ ଛୋଟ ସେକ୍ସନର ଭିଡିଓ ତମମାନଙ୍କୁ ଆଜି ମୁଁ ଖାଲି ଗୋଟେ ଜିନିଷ କହିବି। କୋଉ ଗୋଟେ କୋଶ୍ଚିନ୍ ଖାଲି ମତେ କହିଦିଅ ପିଲାମାନେ ସାର୍ ଏଇ କୋଶ୍ଚିନ୍ ଆପଣ କହିଥିଲେ ଆଉ ଏଇଟା ପଡୁନଥିଲା। ମତେ ଖାଲି କହିଲ ପିଲାମାନେ କହିଲ କୁହ ପିଲାମାନେ କୋର ପିଲାମାନେ କିଛି କହିପାରିବ? ଗୋଟି ଗୋଟି କରି ତମକୁ ସବୁ କଣ କରିଛି ସବୁ ଯାକ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ଦେଇଥିଲି ଆଉ ସବୁ ଯାକ ପିଲାମାନେ କଣ ପଡିଯାଇଛି। ଆଉ ଏତେ ସହଜ ପିଲାମାନେ କେବେ ବି କୋଉ ବର୍ଷ ପିଲାମାନଙ୍କର କଣ ଏତେ ସହଜ କୋଶ୍ଚିନ୍ କେବେ ପଡିନଥିଲା। ସବଜେକ୍ଟିଭ କଥା ମୁଁ ପର୍ଟିକୁଲାର କଥା କହୁଛି। ସବଜେକ୍ଟିଭରେ ଏତେ ସହଜ କୋଶ୍ଚିନ୍ ପିଲାମାନେ କୋଉ ବର୍ଷ ପଡୁନଥିଲା। ତଥାପି ତମମାନଙ୍କର ଯଦି ପିଲାମାନେ ଯଦି ମ୍ୟାଥମେଟିକ୍ସରେ ଭଲ ପିଲାଟା ସବୁ 100 ରଖିବେ ନା ରଖିବେ ହିଁ ରଖିବେ। ଆଉ ଯୋଉମାନେ ସବୁ ଷ୍ଟାଣ୍ଡାର୍ଡ ପିଲା ଅଛ ନା, ଲୋ ଷ୍ଟାଣ୍ଡାର୍ଡ ପିଲା ଅଛ, ମିଡିୟମ ସାଇଜ ପିଲା ଅଛ, ସବୁ ମିଡିୟମ ପିଲା ଅଛ ନା, ତମେ ମାନେ ବି ଯଦି କଣ ରଖିପାରିବନି 70 ପ୍ଲସ ନ ରଖିବ ତାହେଲେ ତମମାନଙ୍କୁ ମୁଁ କହିବି ନା ତମମାନଙ୍କର ଏ ବର୍ଷ ପାଠଟା ପଢିକି ଲସ୍ ହେଇଗଲା। ରହିଯାଅ ବର୍ଷେ ଆଉ ବର୍ଷେ ରହିଯାଅ ଆଉ ଟିକେ ମିଶିକି ପଢିବା ନା କଣ? ତେଣୁ ଆଶା କରୁଛି ସମସ୍ତେ ପିଲାମାନେ କଣ କରିଥିବ ପରୀକ୍ଷାରେ ଜବରଦସ୍ତ କରିଥିବ ପିଲାମାନେ। ପ୍ରଥମରୁ ମୁଁ ଯଦି କହିବି ମୁଁ ଆଲଜେବ୍ରା କଥା କହିବି ପିଲାମାନେ, ଆଲଜେବ୍ରା କଥା ଯଦି ମୁଁ କହିବି ତମମାନଙ୍କୁ ମୁଁ ପୂର୍ଣ୍ଣବର୍ଗ କହିଛି ନା କହିନି? ପର୍ଟିକୁଲାର ପୂର୍ଣ୍ଣବର୍ଗ କହିଛି କହିନି ପିଲାମାନେ? କେବଳ ପିଲାମାନେ 4 ନମ୍ବର ଦେଖିକି ଯାଅ ପଡିଯିବ ମାନେ ପଡିଯିବ। ମୁଁ ପର୍ଟିକୁଲାର ପୂର୍ଣ୍ଣବର୍ଗ ହିଁ କହିଛି ପୂର୍ଣ୍ଣବର୍ଗ ପଡିଗଲା। ଅନୁଶୀଳନୀ 1B ରୁ ମୁଁ କଣ କହିଛି ପିଲାମାନେ 4 ନମ୍ବର କୋଶ୍ଚିନ୍ କହିଛି ନା କହିନି? ଅନୁଶୀଳନୀ 1B କହିଥିଲି ତାକୁ ପଡିଗଲା। ପିଲାମାନେ ସାମ୍ଭିବାଟର କୋଶ୍ଚିନ୍ କଣ କହିଥିଲି? ସାମ୍ଭିବାଟର କୋଶ୍ଚିନ୍ କଣ କହିଥିଲି? ପ୍ରୋବାବିଲିଟି ଅଫ E1 ୟୁନିୟନ E2 ନେଇକି କିମ୍ବା କୋଶ୍ଚିନ୍ କଣ ଆମ ଗୋଟେ କୋଶ୍ଚିନ୍ ଆସିବ ମାନେ ଆସିଗଲା। ତମକୁ ପରିସଂଖ୍ୟାନ କଣ କହିଥିଲି ପିଲାମାନେ? ସମ୍ଭାଗ ଆଉ ବାରମ୍ବାରଟା ଦେଇଥିବ ଆମକୁ କୋଶ୍ଚିନ୍ ପଚାରିଦବ କଣ ମାଧ୍ୟମ ନିର୍ଣ୍ଣୟ କର କିମ୍ବା ମଧ୍ୟମ ନିର୍ଣ୍ଣୟ କର। ମୁଁ ଦିଟା ଯାକ କହିଥିଲି ମାଧ୍ୟମ ପଡିଗଲା। ମାନେ ମାନେ ଭାବି ପାରୁଛ ନା ଭାବିବନ? ସମାନ୍ତର ପ୍ରଗତି ତମକୁ ମୁଁ କଣ କହିଥିଲି? 3 ରାଶି 4 ରାଶି ଆଉ 6ଟା ରାଶି ନେଇ ତମର କଣ ପକେଇଦବ ଗୋଟେ କୋଶ୍ଚିନ୍ ନିହାତି ଭାବେ ପକେଇଦବ। ଦେଖ ପକେଇଥିଲା କଣ ପକେଇଥିଲା? 15 କୁ ଏପରି 3 ଭାଗ ବିଭକ୍ତ କର। ତମର କେତେ ନମ୍ବର କୋଶ୍ଚିନ୍ ମାନେ ଅନୁଶୀଳନୀ 3A ର 17 ନମ୍ବର କୋଶ୍ଚିନ୍ କଣ ପାଖାପାଖି ମୋର ମନେ ପଡୁଛି ଟିକେ। ମାନେ ଆଲଜେବ୍ରାରେ ପିଲାମାନେ ଏତେ ସହଜ କୋଶ୍ଚିନ୍ ଛାଡ ଜୋମେଟ୍ରି କଥା ମୁଁ କହିବାକୁ ମନେ ପଡିବନି। ତମେ ସବୁ ଜାଣିଛ ପିଲାମାନେ ଜୋମେଟ୍ରି ସେକ୍ସନ ତ ମୁଁ କହିବିନି ମଧ୍ୟ। ଉପାଧ୍ୟାୟ ତମକୁ ମୁଁ କଣ କହିଥିଲି? ମାତ୍ର 5ଟି ଉପାଧ୍ୟାୟ ଦେଇଥିଲି। ତା ଭିତରେ ମୁଁ ତମକୁ ଯୋଉ ଉପାଧ୍ୟାୟ କହିଥିଲି ପଢିଥିଲା ମନରେ? ଆରେ ପଢିଛି ନା ପଢିନି? ସାର୍ କହିବ ନିହାତି ଭାବେ କହିଥିଲେ ପଢିଛି ବୋଲି। ନିହାତି ଭାବେ ମୁଁ କହିଥିଲି ନିହାତି ଭାବେ କଣ ପିଲାମାନେ ଉପାଧ୍ୟାୟ କଣ ପଢିଛି। ତ୍ରିକୋଣମିତି କଣ କହିଥିଲି ପିଲାମାନେ? ଅନୁଶୀଳନୀ 4B କେବଳ ଦେଖି ଯାଅ। ଅନୁଶୀଳନୀ 4B ଖାଲି ଦେଖି ଯାଅ। ତମର କୋଶ୍ଚିନ୍ କଣ ପଡିଥିଲା? A + B + C = 180 ହେଲେ cot A + cot B + cot C = କେତେ? cot A * cot B * cot C। ଡାଇରେକ୍ଟ କୋଶ୍ଚିନ୍ ପ୍ଲାନ୍ ପଡିଛି। ଅନୁଶୀଳନୀ 4B ରେ। ଅଙ୍କନ ପିଲାମାନେ ଅଙ୍କନ ଯିଏ କହିବ କହିଥିଲେ ଲାଭ କଣ ନ କହିଥିଲେ ଲାଭ କଣ? ଅଙ୍କନ ଏତେ ସହଜ ଅଙ୍କନ କୋଉ ବର୍ଷ ପିଲାଙ୍କର ଏମିତି ପଡିନି। କୋଉ ବର୍ଷ ପିଲାଙ୍କର ଏମିତି ପଡିନି। 2026 ତମର ପାଇଁ କଣ ହେଲା? ଗୋଟେ ମିରାକିଲ ହେଇଗଲା ପିଲାମାନେ ମିରାକିଲ ହେଇଗଲା। ସାଇନ୍ସ ସହଜ, ମ୍ୟାଥ ସହଜ। ଗୋଟେ ପିଲା ପଢି ବର୍ଷ ଯାକ କେତେ ରଖିବ? ବଢି କେତେ ରଖିବ? 100 ରଖିବ। ଗୋଟେ ପିଲା ଯଦି ଦିଟା ଖାଲି ପଢିଥିବ ସେ କେତେ ରଖିବ? ଆରାମସେ 80 ରଖିବ। ଆରାମସେ 80 ରଖିବ ପିଲାମାନେ। ଡିଡକ୍ସନ ବି ତମର କଣ ପଡୁଥିଲା ପିଲାମାନେ? ସହଜ ପଡୁଥିଲା। ଏଭ୍ରି ଆଣ୍ଡ ଇଚ୍ କୋଶ୍ଚିନ୍ ତମର ସହଜ ପଡୁଥିଲା। ପରିମିତି ତମକୁ କହିବା କଥା ହିଁ ନୁହଁ। ପରିମିତି ତମର ଏତେ ସହଜ କୋଶ୍ଚିନ୍ କିଏ ପକେଇ ପାରିଲା ରେ? ବୃତ୍ତ ଚାପ୍ଟର ଯୋଉ ପକେଇଥିଲା ବୃତ୍ତ ଚାପ୍ଟର ଯୋଉ କୋଶ୍ଚିନ୍ ପକେଇଥିଲା ବହୁତ ହି ସହଜ କୋଶ୍ଚିନ୍। ମୁଁ ଜାଣିଛି 90% ପିଲା କଣ କରିଥିବେ ସେ ବୃତ୍ତର ସେ କୋଶ୍ଚିନ୍ କରିକି ଆସିଥିବେ। କଣ ନାଇଁ ଯୋଉ ବ୍ଲକ ପଚାରିଥିଲା କଣ ସମ୍ଭାବ୍ୟ ତ୍ରିଭୁଜର କ୍ଷେତ୍ରଫଳ ପଚାରିଥିଲା ସମସ୍ତେ କଣ କରିଥିବେ ପିଲାମାନେ ସେଇ ତ୍ରିଭୁଜ ସେଇ କୋଶ୍ଚିନ୍ କଣ ଆଟେଣ୍ଡ କରିକି ଆସିଥିବେ। ତେଣୁ ପିଲାମାନେ ହୋପଫୁଲି ତମର କଣ ହେଲା ପରୀକ୍ଷାଟି ସରିଗଲା ଏବଂ ମୁଁ ଭାବୁଛି ତମଙ୍କ ମ୍ୟାଥମେଟିକ୍ସ କେତେ ରହିଥିବ ତମମାନଙ୍କ ଏକ୍ସପେକ୍ଟେସନ ଠୁ ମଧ୍ୟ କଣ ଥିବ ଅଧିକ ମାର୍କ ତମମାନେ ନିହାତି ଭାବେ କଣ କରିବ ସିକ୍ୟୁର କରିବ। କିନ୍ତୁ ଗୋଟେ ଜିନିଷ ହେଲା କଣ ତମମାନଙ୍କର ଏମସିକ୍ୟୁ ରେ ଯିଏ ଭଲ ମାର୍କ ରଖିବ ନା ସେ ହିଁ କଣ ତମର ଏଠି ଟପ୍ ସ୍କୋର କରିପାରିବ। କାରଣ ମୁଁ ଦେଖୁଥିଲି ଏମସିକ୍ୟୁ ଗୋଟେ ରିଡକ୍ସନ କୋଶ୍ଚିନ୍ କଣ ତମର ଯୋଉ ଏମସିକ୍ୟୁ ଅଛି ତାକୁ କଣ ଥିବ ଲେବୁଲ କୋଶ୍ଚିନ୍ ପକେଇଥିଲା ଦି ତିନିଟା କୋଶ୍ଚିନ୍ ପିଲାଙ୍କର କଣ ପକେଇଛି ଟିକେ ହାଇ ଲେବୁଲ କୋଶ୍ଚିନ୍ ପକେଇଛି। ନହେଲେ ତାକୁ ଛାଡିକି ନା ତମମାନଙ୍କର ପିଲାମାନେ ଏଠି କିଛି ବି ହାର୍ଡ କୋଶ୍ଚିନ୍ ନାହିଁ। ତ ଫାଇନାଲ ତମର ପିଲାମାନେ ଚ୍ୟାନେଲ ସର କଣ ହେଇଥିଲା ଯେଉଁମାନେ ଯୋଡିକି ଅଛ ତ ସେମାନଙ୍କୁ ବହୁତ ଅଶେଷ ଧନ୍ୟବାଦ। ଆଜି ପର୍ଯ୍ୟନ୍ତ ପିଲାମାନେ ସପୋର୍ଟ କରିଥିବାରୁ ସବୁ ଯାକ ଭିଡିଓ ପ୍ଲାନ୍ ଦେଖିଥିବାରୁ ଏବଂ ଏତିକି ବିଶ୍ୱାସ ରଖିଥିବାରୁ ସାର୍ ଆପଣ ଯୋଉ କୋଶ୍ଚିନ୍ ଦେଖିଲେ ତାକୁ ଆମେ ପଢିକି ଯାଇଥିଲୁ ଆଉ ପଢିଥିବ। ତେଣୁ ଯୋଉମାନେ ଭିଡିଓ ଦେଖୁଛ ନା ଯୋଉମାନେ ଆଗରୁ ମତେ ପିଡିଏଫ ମାଗିଥିଲ ତମେ ମାନେ ନିଶ୍ଚିତ କମେଣ୍ଟ କରିବ ଯେ ଆଉ ମତେ ପର୍ସନାଲି ମେସେଜ କରିବ। ମୁଁ କହିଛି ନା ଯୋଉମାନେ ପିଡିଏଫ ଆଗରୁ ମାଗି ସାରିଛ ତ ସେମାନେ କଣ କରିବ ନିହାତି ଭାବେ ମେସେଜ କରିବ ସାର୍ ଆପଣ ଏଇ କୋଶ୍ଚିନ୍ କହିଥିଲେ ଆପଣଙ୍କ ସିଲେକ୍ଟିଭ କୋଶ୍ଚିନ୍ ପଢିକି ଯାଇଥିଲି ତେଣୁ ଏଇ କୋଶ୍ଚିନ୍ ମୋର ବାଜିଗଲା ନିହାତି ଭାବେ ଜଣେଇବ ପିଲାମାନେ। ତ
थैंक यू पिलाने थैंक यू सो मच एते दिन चैनल सह जोड़ी रहिथारु जदि एपर्यंत भी कोन कोन चैनल सब्सक्राइब कर रख काहे तमार पे गोटे बिग अनाउंसमेंट करिया जाउची कोन अनाउंसमेंट पिलाने को अनाउंसमेंट तमनकर पिलाने क्लास कोर्स हमें स्टार्टिंग करबा क्लास कोर्स पिलाने स्टार्टिंग करबा आ 4 दिन 5 दिन भितरे आ 4 दिन 5 दिन भितर तमन मु क्लास कोर्स आरंभ करबी प्लस 2 साइंस रो पिलाने मु तमनकर मैथमेटिक्स आरंभ करबी पिलाने तमनकर फिजिक्स आ कोन तमनकर केमिस्ट्री सब जगह पिलाने मु करम देबी क्लास कोन करबा हमें गोटे टॉपिक कोन टिके टिके पिलाने आरंभ करबा तेणु निहारी भाई तुमको कौन लगे मजा लगे पिलाने निहारी भाई मजा लगे तेणु एबे जिते बुलिया समय बुली जाओ जिते बुलिया समय बुली जाओ तापर आ 5 7 10 दिन जाओ आम कौन करबा पिलाने तमनकर क्लास कोर्स आरंभ करबा थैंक यू पिलाने थैंक यू सो मच जदि चैनल को सब्सक्राइब करन जदि वीडियो को लाइक करन निहारी भाई कौन कर लाइक कर तमनको तमनकर प्लान सक्सेस मु कहिछि ना तमनको परिश्रम तमनको निजे कोन दबो सक्सेस दबो तमनको वर्ष जाक जति परिश्रम करथिबो आज रो रिजल्ट कोन तमनको कोन आज रो जो लेखा प्रोसेस तुम जी लिखि आस तुमको पिला कौन दब से तुमको कौन दब पे निहाती मार्क दब तेणु ऑल द बेस्ट पिलाने ऑल द बेस्ट आगु जाओ बुला एबे जेते बुलाबुली कर जेते भोजी कर भोजी कर आज दिन टी कौन अयस कर किंतु मन दुख करनी रे जो मन एग्जाम टी खराब है ना जमा मन दुख करनी जमा भी मन दुख करनी एग्जाम खराब है छाड़ दियो ताको छाड़ दियो ता कथा जमा भाबनी एग्जाम टी खराब है ना संपूर्ण भाव छाड़ दियो एबे आगु देख आगु कौन करबा हम आगु किपरि भलो एग्जाम अच्छी आगु किपरि हम कौन करबा आगु भलो प्रिपरेशन कर पाबा बुझ पारछ ना एग्जाम खराब है छाड़ दियो किछि फरक पड़नी एबेटू दिमाग कौन कर आराम से बुलो आराम से खेला खेली करो जहाँ कर तेणु थैंक यू प्लान थैंक यू सो मच